ଏବେ ରାସ୍ତାଘାଟରେ ଦେଖିବେ ସ୍କୁଲ କଲେଜର ଷ୍ଟୁଡେଣ୍ଟ ମାନଙ୍କୁ ସିଗାରେଟ ପିଉଛନ୍ତି। ଯେମିତି ଗୋଟେ PhD କଲା ପରେ ଯେମିତି ଆୱାର୍ଡ ମିଳିଯାଏ ସେଇଭଳିଆ ରାସ୍ତାଘାଟରେ ଠାଣି ଦେଖେଇକିରି ଟାଣି 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 ଯାଉଛନ୍ତି। ଖାଲି ମୁଁ ଛୋଟ ପିଲାମାନଙ୍କୁ କହୁନି, ପିଲାମାନେ ବୟସ୍କ ଲୋକମାନେ ରାସ୍ତାଘାଟରେ ଗୋଟେ ସିଗାରେଟ ପିଇବା, ଧୂଆଁ ଛାଡ଼ିବା ଆଉ ଲୋକମାନଙ୍କୁ ଦେଖେଇବା, ଏଇଟା ଗୋଟେ ମାନେ ସେମାନଙ୍କର ବାହାଦୁରୀ ଆଉ ଗୋଟେ ଅଭ୍ୟାସରେ ପରିଣତ ହେଇଗଲାଣି। ମୋ ପାଖରେ ଯୋଉ ମୋବାଇଲ ଫୋନଟି ଅଛି, ମୋ ପାଖରେ ପାଖାପାଖି ପୁଳା ପୁଳା ଭିଡିଓ ଝିଅମାନେ ସିଗାରେଟ ଟାଣୁଥିବେ, ପୁଅ ଝିଅ ମିଶିକି ସିଗାରେଟ ଟାଣୁଥିବେ। ନର୍ମାଲ ସିଗାରେଟ ନୁହଁ, ଗଞ୍ଜେଇ ସିଗାରେଟ। ଅବଶ୍ୟ ସେ ଗନ୍ଧଟାକୁ ତ ଆଉ ମୋବାଇଲ କ୍ୟାପଚର କରିପାରିବନି, ସେଟା ମୁଁ ନିଜେ ଜାଣିଛି। କିନ୍ତୁ ସେ ଭିଡିଓ ଗୁଡାକୁ ମୁଁ ପୋଷ୍ଟ କରିପାରେନି, କାହିଁକିନା ବ୍ୟକ୍ତିଗତ ଆକ୍ଷେପ ଆପଣ କରିପାରିବେ ନାହିଁ, କାହାର ଚରିତ୍ର ସଂହାର କରିପାରିବେ ନାହିଁ। ଆଚ୍ଛା, ଦୋକାନରେ ଆଗ ଷ୍ଟିକରଟି ମରା ହଉଛି, ପ୍ରାପ୍ତବୟସ୍କ ଲୋକଙ୍କ ପାଇଁ ଆମେ ସିଗାରେଟ ଦବୁ, ମରା ହଉଛି। ଦୋକାନୀ ବି ମାରୁଛି, କାରଣ ତାକୁ ଭୟ ପୁଣି ସିଗାରେଟ କମ୍ପାନୀ ଲୋକ ହୁଅନ୍ତୁ ବା ମ୍ୟୁନିସିପାଲିଟି ଲୋକ ହୁଅନ୍ତୁ ଆମଠୁ ଫାଇନ୍ ନେବେ, ସେ ଡରିକି ଲଗାଉଛି। କରିବେ ଆପଣ କ'ଣ? ଆମ ଘର ପାଖରେ ଗୋଟେ କଲେଜ ଅଛି, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ। ସେ ମହାବିଦ୍ୟାଳୟର ନାଁ ରଖା ହେଲା ଆଚାର୍ଯ୍ୟ ହରିହର। ସେ ପିଲାଗୁଡ଼ିଙ୍କୁ ଯାଇକି ଆପଣ ଦୂରରୁ ଦେଖିବେ, ସେଠି ପାଖାପାଖି 5ଟି 4ଟି ଓମ୍ଫେଡ୍ ଅଛି। ସେ ଯେତିକି ସିଗାରେଟ ଟାଣୁନାହାନ୍ତି ତାଠୁ ଅଧିକ ଛେପ ପକେଇକି ଚିତା ପକେଇ ଦେଉଛନ୍ତି। ଆପଣ ସେ ଯୋଉଠି ବସିଥିବେ ଆପଣ ସେ ଜାଗାକୁ ଯାଇପାରିବେନି। କାହାର ଅଳ୍ପ ଚିତା ପଡ଼ିଥିବ, କାହାର ଟିକେ ବେଶୀ ଚିତା ପଡ଼ିଥିବ। ଆରେ ବାବୁ, ଯଦି ଛେପ ବାହାରୁଛି ସିଗାରେଟ ଟାଣିଲା ବେଳେ, ତାମାନେ ତମ ବଡି ପରମିଟ୍ କରୁନି ଯେ ତମେ ସିଗାରେଟ ଟାଣ ବୋଲି। ନାଇଁ ଆମେ ଟାଣିବୁ।